ରାସ୍ତା ପାଇଁ ରାସ୍ତା ଅବରୋଧ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦହେଲପଡ଼ା ଗ୍ରାମର ପୁରୁଣା ହରିଜନପଡ଼ା ରାସ୍ତା ଉପରେ ଆଣ୍ଠୁଏ କାଦୁଅ ପାଣି ଜମି ରହିଥିବାରୁ ତା ପ୍ରତିବାଦ କରି ଗ୍ରାମବାସୀଙ୍କ ତରଫରୁ ଖଡ଼ିଆଳ ଭବାନୀପାଟଣା ରାଜ୍ୟ ରାଜପଥ 16 ଦେହେଲପଡ଼ା ଛକଠାରେ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। ଏହାଦ୍ୱାରା ଯାନବାହନ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଭାରୀ ଯାନ ସବୁ ରାସ୍ତାରେ ଅଟକି ରହିଛି। କେବଳ ସ୍କୁଲ ବସ୍ ଆମ୍ବୁଲାନ୍ସକୁ ଛଡ଼ାଯାଉଛି। ଗ୍ରାମବାସୀଙ୍କ ଅଭିଯୋଗ ହେଲା, ଏହି ଗ୍ରାମ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷିତ ହୋଇଛି, କିନ୍ତୁ ସମସ୍ୟାର ସମାଧାନ ହୋଇନି। ଗ୍ରାମର ପୁରୁଣା ହରିଜନପଡ଼ା ରାସ୍ତା ଉପରେ 1.5 ଫୁଟର ଆବର୍ଜନା ପାଣି ଜମି ରହିଛି। ଏପରିକି ଏହି ପାଣି ଲୋକଙ୍କ ଘର ଭିତରକୁ ପଶିଯାଉଛି। ଯିବା ଆସିବାରେ ଅସୁବିଧା ହେଉଛି। ପାଣି ଜମି ରହିବା ଫଳରେ ମଶା ମାଛି ବଢ଼ୁଛନ୍ତି। ମ୍ୟାଲେରିଆ ହଇଜା ହେବାର ମଧ୍ୟ ସମ୍ଭାବନା ରହିଛି। ପ୍ରଶାସନ ଏହାକୁ ଦୃଢ଼ତା ସହକାରେ ଯଦି ଠିକ୍ଠାକ୍ ନ କରନ୍ତି ଆଉ ଅଳ୍ପ ଦିନ ମଧ୍ୟରେ ଏକ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି। ଗ୍ରାମବାସୀଙ୍କ ସମେତ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ନୂଆପଡ଼ା ଜିଲ୍ଲା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଖଡ଼ିଆଳ ତହସିଲଦାର ତଥା ଇନଚାର୍ଜ ବିଡ଼ିଓ ନରସିଂହ ଗାଡ଼ବା ଆସି ଲୋକଙ୍କ ସହ ଆଲୋଚନା କରିଥିଲେ ଓ ସମାଧାନର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ସେହିଭଳି ଭାବରେ ଜଣେ ସାମ୍ବାଦିକଙ୍କର ଜୀବନ ଗଲା ବିଜୁ ଏକ୍ସପ୍ରେସରେ। ସିନାପାଲି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧୀନସ୍ଥ ଟିମନପୁର ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ସଲସାପଡ଼ା ନିବାସୀ ସର୍ବେଶ୍ୱର ମାଝୀ। ବୟସ ତାଙ୍କର 40 ବୋଲି ସୂଚନା ମିଳିଛି। ସର୍ବେଶ୍ୱର କୌଣସି ଏକ କାମରେ ବଡ଼ନ ବ୍ଲକ ଚିକଲଛୁଆ ଗ୍ରାମକୁ ଯାଇଥିଲେ। ସେଠାରୁ ଗାଁକୁ ଫେରୁଥିବା ବେଳେ ଟିମନପୁରଠାରେ ଜଣେ ବୃଦ୍ଧଙ୍କ ସହ ଧକ୍କା ହେବା ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତୁରନ୍ତ ତାଙ୍କୁ ସିନାପାଲି ହସ୍ପିଟାଲକୁ ଅଣାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ଚିକିତ୍ସା ପରେ ମୃତ ବୋଲି ଘୋଷଣା କରିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।